ଯେତେବେଳେ କଲେଜରେ ପାଠ ପଢ଼ିବା ସମୟରେ ମୁଁ ହଳ କରୁଥିଲି। ଧାନ ବୁଣା କାମ, ହଳ କାମ କରିବା, ବିହୁଡ଼ା କାମ କରିବା ଏବଂ ଏ ଚାଷ କାମ କରିବାରେ ମୋର ଅନୁଭୂତି ଏବଂ ଏକ୍ସପିରିଏନ୍ସ ମଧ୍ୟ ଅଛି। ଯେହେତୁ ଚାଷୀ ପରିବାରରୁ ମୁଁ ଆସିଛି, ବାପା ଚାଷ କାମ କରନ୍ତି। ଯଦିଓ ସରକାରୀ ଚାକିରି ଥିଲା ବାପାଙ୍କ ପାଖରେ, କିନ୍ତୁ ବାପା ଜଣେ ଚାଷୀ। ଆମର ଚାଷ ଜମି ଅଛି, ଚାଷୀ ପରିବାରରୁ ଆସିଛି। ଆଉ ମୁଁ ଚାଷ କାମରେ ମୋର ବହୁତ ଅନୁଭୂତି ବି ଅଛି। ଗୋଟିଏ ଦିନ ମୋର ମନେ ପଡ଼ୁଛି, ଏଇଭଳିଆ ଧୁ ଧୁ ଖରାରେ ଗୋଟିଏ ବିଲରେ ଧାନ ବୁଣା ହେବା ପୂର୍ବରୁ ଦୋହଳା କାମ ହେଲା। ଆଗରେ ହଳ କରିବା ପାଇଁ ମୋତେ ବାପା କହିଲେ, ଏ ଯେତିକି ଆମ ଏ ମଞ୍ଚ ଅଛି, ଏ ଷ୍ଟେଜ୍ ଅଛି, ଏଇ ଏତେ ବଡ଼ ବିଲଟେ, ଛୋଟ ବଳଦ, ଆମର ବଡ଼ ବଳଦ ରହିଥାନ୍ତି, ଭଲ ବଡ଼ ଲଙ୍ଗଳ ବି ଥାଏ। କିନ୍ତୁ ସେ ବର୍ଷ ଯେହେତୁ ଯେଉଁ କୋଠିଆ କିମ୍ବା ଯେଉଁ ବଗାଡ଼ିଆ କହନ୍ତି, ତାକୁ ଆମେ ପାଇପାରିଲେ ନାହିଁ ବାପା। ତ କାମ କିଏ କରିବ? ଚାଷ ତ ହେବ। ଶେଷରେ ବାପା ନିଜେ ଚାଷ କାମ କଲେ, ମୋତେ କାମରେ ଲଗେଇଦେଲେ। ମୁଁ ସେତେବେଳେ +2 ପଢ଼ୁଥିଲି, +2 +3 ଭିତରେ। ଏହାର କାମ କରିବା ପାଇଁ ପଡ଼ିବ, ସକାଳୁ ଉଠିବା ପାଇଁ ପଡ଼ିବ। ଚାଷ କାମରେ ରାତିରେ ଯେମିତି ଖଳାରେ ଧାନ ଅମଳ କରିବା ପାଇଁ ଯେଉଁ ଧାନ ଇଏକୁ ପକେଇକିରି ସେଥିରେ ଧାନ ମଡ଼ା କାମ ହୁଏ, ଯେଉଁଥିରେ କି ବଳଦ ତାକୁ ଚଲେଇଲେ ସେଥିରେ ଧାନ ବାହାରିବ। ଇଏ କାମ ବି କରିବା ପାଇଁ ପଡ଼େ। ରାତି 3ଟାରୁ ଉଠିବା ପାଇଁ ପଡ଼ିବ। ପିଲା ସମୟରେ 3ଟା ବେଳୁ ଉଠିବା କେତେ କଷ୍ଟ, ଏ କଥା ମନେ ପଡ଼ିଲେ ଭାରି କଷ୍ଟ ବି ଲାଗେ। ଆଉ ଆଜି ଦିନରେ ମୋତେ ଖୁସି ବି ଲାଗେ ଯେ ଯାଉ ମୁଁ ଚାଷ କାମରେ ବାପା ମୋତେ ସେତେବେଳେ ଜୋର ଜବରଦସ୍ତି କାମରେ ଲଗେଇଥିଲେ। ସେ ଧାନ ବୁଣିଦେଲେ ଏତେ ବଡ଼ ବିଲରେ। ମୁଁ ଦୋହଳା କାମ କରି ସାରିଲା ପରେ ସମୟ ହେଇଗଲା ସେତେବେଳକୁ ପାଖାପାଖି 10:30 ସକାଳୁ ମୁଁ ଯାଇଥିଲି। 10ଟା ବେଳେ ଆସିଲେ ମୋ ଭଉଣୀ, ସେ ଆସିକି ଭାତ ନେଇକି ଆସିଲେ ଖାଇବା ପାଇଁ ମୋତେ ଦେବା ପାଇଁ। ଠିକ୍ ଚାଷୀଙ୍କ ପରି ଗୋଟେ ମୁଣ୍ଡରେ ପଗଡ଼ି ମରା ହେଇଥିଲା। ବିଲ ହିଡ଼ ଭିତରେ ବସିକି ଯେଉଁ ଭାତ ଯାଇଥିଲା ତାକୁ ଖାଇବା, ଆଉ ତାପରେ 5-10 ମିନିଟ୍ ବିଶ୍ରାମ ନେଲା ପରେ ପୁଣି ଆଉ ଥରେ ହଳ କରିବା। ଖରା ବହୁତ ଧୁ ଧୁ ହେଉଥାଏ, ଟେମ୍ପରେଚର 40-41 ଡିଗ୍ରୀ। ଆଉ ବଳଦ ଖରାରେ ଆଉ ଚାଲିପାରିଲେ ନାହିଁ। ବଡ଼ ବଡ଼ ସେଇ ଯେଉଁ କ'ଣ କହନ୍ତି ଟେକା, ଇଏ ସବୁ ବାହାରିବା ଭିତରେ ମୁଁ ତାକୁ ଚାଲିବା, ବଳଦ ଧୀରେ ଧୀରେ ଯିବା, ତାକୁ ବାଡ଼େଇକି ନେବା, ଇଏ କାମ କରିବା ଭିତରେ ମୋତେ ବହୁତ କଷ୍ଟ ବି ହେଲା। ଆଉ ଦିନର 2ଟା ଲାଗିଗଲା ମୋତେ ସାରିବା ପାଇଁ, ଅର୍ଥାତ୍ 2 ଥର ହଳ କରିବା ପାଇଁ ପଡ଼ିଲା। ବାପା ଧାନ ବୁଣିକି ପଳେଇଗଲେ ଘରକୁ, କେହି ନାହିଁ। ମୁଁ ଯେତେବେଳେ ବିଲର ଖମାରକୁ ଚାରିଆ ଅନେଇ ଦେଖିଲି, କେଉଁ ଚାଷୀ ଭାଇ ପାଖରେ କିଏ ଅଛି କି, ବଳଦ ଅଛନ୍ତି କି? କେହି ନାହିଁ, ସମସ୍ତେ ଚାଲିଗଲେଣି। ଏ ପ୍ରକାରର ଅନୁଭୂତି ଚାଷ କାମରେ ବାପା ମୋତେ ନିୟୋଜିତ କରିଥିଲେ। ଆଉ ମୁଁ ଆଜି ଖୁସି ହେଉଛି, ଆଉ ବାପାଙ୍କୁ ଧନ୍ୟବାଦ ଦେଉଛି ଯେ କୃଷି କାର୍ଯ୍ୟ କେତେ କଠିନ, କିନ୍ତୁ ଯଦି ଇଚ୍ଛା ଶକ୍ତି ଅଛି ତାକୁ କରିବାରେ କେହି ଅଟକେଇ ପାରିବେ ନାହିଁ। ବାପା ତ ଚାଲିଗଲେଣି, ମା ତ ନଥିଲେ, ଏବେ ମାଉସୀ ମା ଯଦି ଅଛନ୍ତି ସେ ଚାଷ କାମ କରନ୍ତି। କିନ୍ତୁ ଆଜି ବି ଚାଷ କାମ ହେଉଛି। ମୁଁ ବିଧାୟକ ହେଲା ପରେ ବି, ଆଉ ଆଜି ମୁଖ୍ୟମନ୍ତ୍ରୀ ହେଲା ପରେ ବି। ଏଣୁ ନିଶ୍ଚିତ ଭାବରେ ଆଜି ମୋତେ ଏଠି କେବିଜି ମନେ ପକାଇଦେଲେ ହଳ ଧରିବା ପାଇଁ। ମୁଁ ଭାବୁଛି ଯେତେବେଳେ ଗାଁକୁ ଯିବି ନିଶ୍ଚିତ ଭାବରେ ଧାନ ବୁଣିବି, ଆଉ ହଳ ବି ଧରିବି, ଆଉ ଇଏ କାମରେ ମୋର ମାଆକୁ ମଧ୍ୟ ଚାଷ କାମରେ ଟିକେ ସାହାଯ୍ୟ କରିବି।